ଯେ ସର୍ବପ୍ରଥମେ ମୋର ଯୋଉ ବିଜୟ ହେଇଛି ଏ ବିଜୟର ସମସ୍ତ ଶ୍ରେୟ ମୁଁ ମୋ ବାର୍ ଆସୋସିଏସନର ସମସ୍ତ ମାନ୍ୟବର ସଦସ୍ୟମାନଙ୍କୁ ଦଉଛି। ସେମାନଙ୍କର ସମସ୍ତ ସ୍ନେହ ଶ୍ରଦ୍ଧା ସେମାନେ ମାନେ ପ୍ରଦାନ କରିଛନ୍ତି ଏବଂ ମୋତେ ସହଯୋଗର ହାତ ବଢେଇଛନ୍ତି ଏବଂ ମୋତେ ବିଜୟୀ କରିଛନ୍ତି। ସେଥିପାଇଁ ମୁଁ ସମସ୍ତ ଶ୍ରେୟ ସେମାନଙ୍କୁ ଦଉଛି ଏବଂ ଯୋଉ ବିଜୟ କ୍ରମାଗତ ଭାବେ ଯୋଉ ପଚାରିଲେ ଏଇଟା ମୋର ଅଷ୍ଟମ ଥର ଭାବରେ ମୁଁ ସମ୍ପାଦକ ଭାବରେ ନିର୍ବାଚିତ ହେଲି ଏବଂ ବାଲେଶ୍ୱର ବାରର ମୋର ସମସ୍ତ ଯୋଉମାନେ ମେମ୍ବର୍ସ ସେମାନେ ମୋତେ ଯେଭଳି ଭାବରେ ମାନେ ସହଯୋଗର ହାତ ବଢେଇଛନ୍ତି ମୁଁ ସେମାନଙ୍କ ପାଖରେ ଆଜି ମଧ୍ୟ ଋଣୀ ଏବଂ ଆଗାମୀ ଦିନରେ ମୁଁ ଆପଣମାନଙ୍କ ଆଗରେ କହିବାକୁ ଚାହେଁ ଯୋଉ ବିଭିନ୍ନ ଯୋଉ ଆସୋସିଏସନର ଆମ ସମସ୍ୟା ରହିଛି ସେ ସମସ୍ୟାର ଯାହା ସମାଧାନ ହେବ ଏବଂ ମୁଖ୍ୟ ପ୍ରସଙ୍ଗ ରହିବ ବାଲେଶ୍ୱରରେ କେମିତି ଅବିଳମ୍ବେ ତୁରନ୍ତ ଜୁଡିସିଆଲ ହବ୍ ପ୍ରତିଷ୍ଠା ହେବ ସେ ବାବଦରେ ଆମେ ଯତ୍ନବାନ ହେବା ଏବଂ ଆମେ ତତ୍ପର ହେବା ଏବଂ ସମସ୍ତ ଉଦ୍ୟମ ଆମେ ଜାରି ରଖିବା। ମୋର ଆଜ୍ଞା ମୁଦ୍ଦା 365 ଦିନ। ମୁଁ ସବୁଦିନ ଓକିଲ ମାନଙ୍କ ସହିତ ରହେ ସମସ୍ତ ସମସ୍ୟା ଯିଏ ଯେତେ ଓକିଲ ସୁବିଧାରେ ରୁହନ୍ତୁ ପଢନ୍ତୁ ମୁଁ ସମସ୍ତଙ୍କ ପାଖରେ ପହଞ୍ଚେ ଏବଂ ଯାହା ଯାହା ସମସ୍ୟା ଆସେ ମୁଁ ସେଥିରେ ଆଗେ ତାଙ୍କ ପାଖରେ ଛିଡା ହୁଏ। ଏଇଟା ହଉଛି କଥା। ଦ୍ୱିତୀୟ କଥା ହଉଛି ସବୁଠୁ ଦୁଃଖର କଥା ଯେ ବାଲେଶ୍ୱର ବାର୍ ଆସୋସିଏସନ ଆପଣ ମାନେ ମଧ୍ୟ ଜାଣିଛନ୍ତି ଯେ ଆମର ଜଣେ ମାନ୍ୟବର ସଦସ୍ୟ ଯୋଉ ପୁରୁଷୋତ୍ତମ ଦାସ ତାଙ୍କ ଉପରେ ଯୋଉ ତତ୍କାଳୀନ ଯୋଉ ଆଇଏଏସ୍ ଟ୍ରେନି ପ୍ରବେଶନର ଅଫିସର ଥିଲେ ସେ ଯୋଉ ଦୁର୍ବ୍ୟବହାର କରିଥିଲେ ଏବଂ ସେ ସଂକ୍ରାନ୍ତରେ ଯୋଉ ଘଟଣା ହେଇଥିଲା ସାରା ଓଡିଶାରେ ଗୋଟେ ଚହଳ ସୃଷ୍ଟି ହେଇଥିଲା ଏବଂ ସାରା ଓଡିଶାର ଓକିଲ ମାନେ ଏହାକୁ ବିରୋଧ କଲେ ଆମକୁ ସହଯୋଗ ବାଲେଶ୍ୱର ବାର୍ ଆସୋସିଏସନ ସହଯୋଗ ହାତ ବଢେଇଥିଲେ। କିନ୍ତୁ ଯାହା ବି ହଉ ସେଥିରେ ସେ ତ ଯାହା ଅସୁବିଧା ହେଲା ଆପଣ ମାନେ ଜାଣିଛନ୍ତି ମୁଁ ଆଉ ସେଟା ଦୋହରାଇବା ପାଇଁ ଚାହୁଁନି। ଆଉ ସେଥିରେ ଓକିଲ ମାନଙ୍କର ଗୋଟିଏ କଥା କହିବାକୁ ଚାହେଁ ଯେ ଓକିଲ ମାନଙ୍କର ଯୋଉ ସ୍ୱାଭିମାନ ଉପରେ ଘୋର ଆଞ୍ଚ ଆଣିଥିଲା କୁଠାରଘାତ ହେଇଥିଲା। ତେଣୁ ସେଟାକୁ କେହି କୌଣସି ଆଇନଜୀବୀ ତାକୁ ଗ୍ରହଣ କରିପାରିଲେ ନାହିଁ ଯୋଉ ଭଳି ଭାବରେ ଥିଲା ସେ ମୃତ ଘଟଣା। ତେଣୁ ସେଥିପାଇଁ ମଧ୍ୟ ସେଇଟା ମଧ୍ୟ ୱାନ୍ ଅଫ୍ ଦି ରିଜନ। ତା ଛଡା ଅନ୍ୟାନ୍ୟ କଥା ରହିଛି ଯୋଉ କଥା ସେଟା ମଧ୍ୟ ସେଟା କହିବା ସମ୍ଭବ ନୁହେଁ। ସେଥିପାଇଁ ଯେ ସମସ୍ତେ ଚାହିଁଲେ ଯେ ଏଇଟାକୁ କେମିତିକା ସେ ଟ୍ରେଣ୍ଡ ଟାକୁ ଚେଞ୍ଜ ହବ ହେଇକି ସେଥିପାଇଁ ସମସ୍ତେ ପରିବର୍ତ୍ତନ କରିଛନ୍ତି। ଦେଖନ୍ତୁ ଯଦି ଜୁଡିସିଆଲ ହବ୍ ହୁଏ ସେ ହବ୍ ତ ନାହିଁ ଜୁଡିସିଆଲ କମ୍ପ୍ଲେକ୍ସ ଯୋଉଟା ହେଲେ ସେଥିରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି କିନ୍ତୁ ଜୁଡିସିଆଲ କମ୍ପ୍ଲେକ୍ସ ହବା ପାଇଁ ସ୍ଥାନ ନିରୂପଣ ହେଇଥିଲା। ମାତ୍ର ଦୁଃଖର କଥା ଆମେ ମଧ୍ୟ ଆମେ ଜାଣିନଥିଲୁ ସେ ଲ୍ୟାଣ୍ଡ ଉପରେ ଲିଟିଗେସନ ରହିଛି ସିଭିଲ ଲିଟିଗେସନ ରହିଛି ଯୋଉଥିପାଇଁ କି କାର୍ଯ୍ୟ ବିଳମ୍ବ ହେଇଛି। ତ ଆମେ ସେଥିପାଇଁ ଆମେ ଚେଷ୍ଟା କରିବୁ ଯେ ଆସିଲେ ଏଥର ପରବର୍ତ୍ତୀ ବୈଠକରେ ସାଧାରଣ ପରିଷଦ ବୈଠକ ଡାକିବୁ ସେଥିରେ ଆମେ ନିଷ୍ପତ୍ତି ନେବୁ କଣ ଏଥିରେ କଣ କାର୍ଯ୍ୟକ୍ରମ ଏବଂ ନିଶ୍ଚିତ ଭାବରେ ଜୁଡିସିଆଲ ହବ୍ ପ୍ରତିଷ୍ଠା କରିବା ପାଇଁ ଆମେ ଯତ୍ନବାନ ହବୁ ଚେଷ୍ଟା କରିବୁ ଏବଂ ହେଲେ ଜୁଡିସିଆଲ ହବ୍ ହେଲେ ସେଥିରେ ଆପଣଙ୍କର ସମସ୍ତ ଓକିଲ ମାନଙ୍କର ବସିବା ପାଇଁ ଯୋଉ କଥା ଆପଣ ପ୍ରଶ୍ନ କଲେ ଯେ ବସିବା ପାଇଁ ସମସ୍ତ ବ୍ୟବସ୍ଥା ରହିବ। ତା ଭିତରେ ରହିବ ସାଧାରଣ ମାନେ ଜେନେରାଲ ବଡି ହବା ପାଇଁ ହଲ୍ ରହିବ ଅଡିଟୋରିୟମ ହଲ୍ ରହିବ ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗ ସେଠି ରହିବ ଆଉ କିଛି ଅସୁବିଧା ନାହିଁ। ମୋର ଆଜ୍ଞା ସମସ୍ତଙ୍କ ସାଙ୍ଗରେ ଭଲ ସମ୍ପର୍କ ଅଛି। ଆପଣ ଜାଣିଛନ୍ତି ଆଜି ମନୋଜ ବାବୁ ନୁହନ୍ତି ଯେତେବେଳେ ନିରଞ୍ଜନ ପଣ୍ଡା ସ୍ୱର୍ଗତ ନିରଞ୍ଜନ ପଣ୍ଡା ତାଙ୍କ ସାଙ୍ଗରେ ବି ମୁଁ 2 ଥର ସମ୍ପାଦକ ରହିଛି। ପରବର୍ତ୍ତୀ ସମୟରେ ରଘୁନାଥ ପ୍ରଧାନ ଆସିଲେ ସଭାପତି ହେଲେ ତାଙ୍କ ସାଙ୍ଗରେ ବି ମୁଁ 2 ଥର ସମ୍ପାଦକ ରହିଛି। ପୁଣି ଏହା ଆଗରୁ ପୂର୍ବରୁ ମନୋଜ ବାବୁ ଆସିଥିଲେ ତାଙ୍କ ସାଙ୍ଗରେ ମଧ୍ୟ ସମ୍ପାଦକ ହିସାବରେ କାମ କରିଛି ଆଜି ମଧ୍ୟ ରହିବି। ମୁଁ ଯିଏ କାମ କରିବା ଲୋକ କାମ କଲେ ସେ ଯିଏ ବି ହଉ କିଛି ଅସୁବିଧା ନାହିଁ। ମୁଁ ସବୁବେଳେ ଓକିଲଙ୍କ ସମସ୍ୟା ପାଇଁ ଲଢେ ସଂଗ୍ରାମ କରେ ଆଜି ମଧ୍ୟ କରୁଛି ଆଗାମୀ ଦିନ ମଧ୍ୟ କରିବି ଏଥିରେ କୌଣସି ମାନେ କହିବାର ନାହିଁ। ତେଣୁ ସେ ଯିଏ ସଭାପତି ହୁଅନ୍ତୁ ମତେ କିଛି ଫରକ ପଡିବନି। ମୁଁ କାମ କରିବା କଥା କାମ କରିବି ଆଉ ଓକିଲ ମାନଙ୍କର ପ୍ରିୟ ପାତ୍ର ହେବି ଏଇଟା ହଉଛି ମୋର ଦୃଢ ବିଶ୍ୱାସ।